ତାଙ୍କର ସାଙ୍ଗେ ମୋର ପରିଚୟ ହେଲା 1983-84 ମସିହାରେ। ସେ ଦେବଗଡ଼ ଲୋକସଭା ଲଢ଼ିବା ଲାଗି କନସେଣ୍ଟ୍ରେଟ୍ କରୁଥିଲେ। ପ୍ରଥମ ଦେଖା ଝାରସୁଗୁଡ଼ାରେ ହେଇଥିଲା ମୋର। ଝାରସୁଗୁଡ଼ା ବିଧାନସଭା ରୁ ଆମେ ଆଗକୁ ବଢ଼ିଥିଲୁ। ତାପରେ 1985 ମସିହାରେ ସେ କ୍ୟାଣ୍ଡିଡେଟ୍ ହେଇଥିଲେ। ଏଇ 85ରେ କ୍ୟାଣ୍ଡିଡେଟ୍ ହେଇଥିଲେ। ତାପରେ ତାଙ୍କର ରାଜନୀତିକ ଆଉ ଲମ୍ବା ଗଲା। ସେ ବୋଧେ 86-87 ବେଳକୁ ରାଜ୍ୟର ସଭାପତି ହେଲେ। ତାପରେ ଦୀର୍ଘ ଦିନ ଧରିକରି ରାଜନୀତିରେ ସେ ରହିଲେ। ତାଙ୍କର ସହିତ ସେ ଷ୍ଟିଲ୍ 2004-05ରେ ରିଟାୟାର୍ଡ କରିବା ପର୍ଯ୍ୟନ୍ତ ଆମର ସମ୍ପର୍କ ବହୁତ ଭଲ ଥିଲା। ଆମେ ଦୁଇ ଜଣ ମିଶିକରି ଅନେକ ଆନ୍ଦୋଳନରେ ରହିଛୁ, ଅନେକ ଟ୍ରେନିଂ କ୍ୟାମ୍ପ, ଅନେକ କାର୍ଯ୍ୟକ୍ରମରେ ମାନେ ସାମିଲ ଥିଲୁ। ଆଉ ତାଙ୍କର ମୃତ୍ୟୁଟା ମୋତେ ଗୋଟେ ବ୍ୟକ୍ତିଗତ ଭାବରେ ସକ୍ କରିଛି। ସେ ଭଲ ସଂଗଠକ ଥିଲେ, ସଂଗଠକ ହିସାବରେ ବହୁତ ବଢ଼ିଆ ଥିଲେ। ସଂଗଠନ ଭାରତୀୟ ଜନତା ପାର୍ଟିକୁ ଯେତେବେଳେ ବିଶ୍ୱଭୂଷଣ ହରିଚନ୍ଦନ ପାର୍ଟି ଛାଡ଼ିଦେଲେ, ତାପରେ ପାର୍ଟିର ଦାୟିତ୍ୱ ନେଇକରି ପାର୍ଟିକୁ ବଢ଼ାଇବାରେ ବହୁତ କାମ କରିଥିଲେ। ଆଉ ସେ ପ୍ରଥମ କରି 1998 ମସିହାରେ ଲୋକସଭାକୁ ଯାଇଥିଲେ ଏବଂ କେନ୍ଦ୍ରରେ ସରଫେସ୍ ଟ୍ରାନ୍ସପୋର୍ଟ ମିନିଷ୍ଟର ବି ହେଇଥିଲେ। ତାର ପରବର୍ତ୍ତୀ ଅବସ୍ଥାରେ କୃଷି ମନ୍ତ୍ରୀ ବି ହେଇଥିଲେ। ତାରପରେ ସେ ନର୍ମାଲ ପଲିଟିକାଲ ଲାଇଫରୁ ଓହରି ଯାଇଥିଲେ। ବ୍ୟକ୍ତିଗତ ବହୁତ ସିମ୍ପଲ ଲୋକ, ସମସ୍ତଙ୍କ ସାଙ୍ଗେ ମେଳାପ କଥାବାର୍ତ୍ତା ହୁଅନ୍, ମେଳାପି ଲୋକ। ଆଉ ତାଙ୍କର ଆଉ ମୋର ଗୋଟେ ସଉକ, କମନ ସଉକ ଥିଲା ଖାଇବାଟା। ତ ସେମିତି ଅନେକ ଅକେଜନ ଅଛି, ଯେଉଁ ଅକେଜନ ଗୁଡ଼ାକ ଆଜି ଇଏରେ ମୃତ୍ୟୁ ଦିବସରେ ସେଟା ଆଲୋଚନା କରିବା ଠିକ୍ ହେବ ନାହିଁ। ନହେଲେ ବହୁତ ଖୁସି ମୁହୂର୍ତ୍ତ ବି ତାଙ୍କର ସାଙ୍ଗେ ମୋର ଅଛି, ଯେଉଁ ଖୁସି ମୁହୂର୍ତ୍ତ ଗୁଡ଼ାକ ଆଜି ପର୍ଯ୍ୟନ୍ତ ମୋର ମନେ ଅଛି। ତ ତାଙ୍କର ମୁଁ ତ ନିଜେ ଗୋଟେ ପରିବାର ମେମ୍ବର ହିସାବରେ ଥିଲି। ତ ପରିବାରକୁ ଶୋକ ସନ୍ତପ୍ତ ପରିବାର କଥା ଉଲ୍ଲେଖ କରିପାରିବିନି। ତାଙ୍କର ପରିବାରର ମୁଁ ଗୋଟେ ସଦସ୍ୟ ଭଳିଆ ଥିଲି। ତାଙ୍କର ଏଇ ଜାଗାରେ ମୁଁ ସମଦୁଃଖୀ, ତାଙ୍କର ପରିବାର ସହିତ ସମଦୁଃଖୀ, ତାଙ୍କର ସମର୍ଥକମାନଙ୍କ ସହିତ ସମଦୁଃଖୀ। ମୁଁ ତାଙ୍କର ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛେ ଏବଂ ତାଙ୍କର ଆତ୍ମାର ସଦ୍ଗତି କାମନା କରିବା ସହିତ କେମିତି ତାଙ୍କୁ ସ୍ମୃତି ରକ୍ଷା କରାଯାଇପାରିବ, ଆଗାମୀ ଦିନରେ ଆମେମାନେ ବସିକରି ତାର ଉପରେ ପଦକ୍ଷେପ ନେବୁ।